ଅଣଚାଶ ନମ୍ବର ଜାତୀୟ ରାଜପଥ ପାଲଟିଲା ମୃତ୍ୟୁଜନ୍ତା। ପୃଥକ ଦୁର୍ଘଟଣାରେ ଚାଲିଗଲା 5 ଜୀବନ। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କାଞ୍ଜିପାଣି ଥାନା କୁଆଁର ଛକ ନିକଟରେ ପହିଲି ରଜରେ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଟ୍ରକ୍ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ 5ଟି ମୂଲ୍ୟବାନ ଜୀବନ ଚାଲିଯାଇଛି। ଏହି ଦୁଇଟି ଘଟଣା ପରେ ଲୋକେ ଜାତୀୟ ରାଜପଥରେ ଯାତାୟାତ କରିବା ପାଇଁ ଭୟ କରୁଛନ୍ତି। ସୂଚନା ଅନୁସାରେ ଲକ୍ଷ୍ମଣ ସନଙ୍ଗୀ ଓ ବିଛି ସନଙ୍ଗୀ ନାମକ ଦୁଇ ଯୁବକ ପଣ୍ଡାଧର ପଟୁ ନିଜ ଘରକୁ ଫେରୁଥିବା ବେଳେ ଅଜଣା ଟ୍ରକ୍ ସେମାନଙ୍କୁ ଚାପି ଦେଇ ଚାଲି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଏହାର 2 ଘଣ୍ଟା ପରେ ପୁଣି ସେହି କୁଆଁର ଛକ ନିକଟରେ ଆଉ ଏକ ଟ୍ରକ୍ ରଙ୍ଗ ରୁଟ୍ରେ ଆସି ଅନ୍ୟ 3 ଜଣଙ୍କୁ ଦଳି ଦେଇଛି। ଏଥିରେ ସୁରେଶ ପ୍ରଧାନ, ଶଙ୍କର ପ୍ରଧାନ ଓ ଦୋଳ ପ୍ରଧାନ ନାମକ 3 ଜଣ ଯୁବକଙ୍କ ଜୀବନ ଯାଇଛି। ସୁରେଶ, ଶଙ୍କର ଓ ଦୋଳ ନିଜ ଗାଁ ପଦାକସଡ଼ାରୁ ତେନ୍ତୁଳି ଖୁଣ୍ଟିକୁ ବାଇକ୍ ଯୋଗେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଘଟଣା ପରେ କାଞ୍ଜିପାଣି ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। କେନ୍ଦୁଝରରୁ ମନୋଜ ଘିସିଙ୍କ ରିପୋର୍ଟ, ଖବର ଓଡ଼ିଶା।